ମୋର ପ୍ରିୟ ପିଲାମାନେ, ଫାଇନାଲି ଆପଣମାନେ ଯେଉଁ ବିଏଡ୍, ବିଏଚ୍ଡି, ଏମ୍ଏଡ୍ ପରୀକ୍ଷା ଦେଇଛନ୍ତି, ତାର ଟାଇମଲାଇନ୍ ଆପଣଙ୍କର ବାହାରି ଯାଇଛି। ଠିକ୍ ଅଛି। ତ ଆପଣଙ୍କର ଫାଷ୍ଟ ମେରିଟ୍ ଲିଷ୍ଟ ଆଗାମୀ 11 ଅଗଷ୍ଟରେ ଆପଣଙ୍କର ବାହାରିବ। ସେକେଣ୍ଡ ମେରିଟ୍ ଲିଷ୍ଟ ଆପଣଙ୍କର 20 ଅଗଷ୍ଟରେ ଆପଣଙ୍କର ବାହାରିବ ଏବଂ ଥାର୍ଡ଼ ମେରିଟ୍ ଲିଷ୍ଟ ଆପଣଙ୍କର ତା ସମ୍ପର୍କରେ ମୁଁ କହିବି ହେଲା। ତ ତା ପୂର୍ବରୁ ଆପଣଙ୍କୁ କହିବା ପାଇଁ ଚାହିଁବି ଯେ ଚଏସ୍ ଲକିଂ ଆପଣ କେମିତି କରିବେ ତାର ଭିଡ଼ିଓ ଅଲରେଡ଼ି ମୁଁ ଆପଣଙ୍କ ପାଇଁ ବନେଇ ଦେଇଛି। ତାକୁ ଆପଣ ଦେଖିଦିଅନ୍ତୁ ଏବଂ ଚଏସ୍ ଲକିଂ କରିଦିଅନ୍ତୁ, କାହିଁକିନା ଚଏସ୍ ଲକିଂ ନ କଲେ ଆପଣଙ୍କର ଆଡ଼ମିସନ୍ ତ ହେବ ନାହିଁ। ଆଉ ନମ୍ବର 2, ଖାଲି ଚଏସ୍ ଲକିଂ କଲେ ହିଁ କ'ଣ ଆପଣଙ୍କର ସିଲେକ୍ସନ୍ ହେବ କି? ବିଲକୁଲ ବି ନୁହେଁ। ଯଦି ଆପଣଙ୍କର ଭଲ ସ୍କୋର ଅଛି ଦେନ୍ ହିଁ ଆପଣଙ୍କର ହେବ, ନହେଲେ ଆପଣଙ୍କର ହେବ ନାହିଁ। ଠିକ୍ ଅଛି। ଆଉ 2027 ପାଇଁ କ୍ଲାସ୍ ଅଲରେଡ଼ି ଆପଣଙ୍କର ଆରମ୍ଭ ହୋଇଯାଇଛି। 22 ଜୁଲାଇରୁ ଆପଣଙ୍କର କ୍ଲାସ୍ ଲକ୍ଷ୍ମୀଧର ସାର୍ ଅଫିସିଆଲ୍ ଆପ୍ଲିକେସନରେ କ୍ଲାସ୍ ଅଲରେଡ଼ି ଆପଣଙ୍କର କରାହେଉଛି। ଠିକ୍ ଅଛି। ତ ଡେଟ୍ ସମ୍ପର୍କରେ ଦେଖନ୍ତୁ, ମୁଁ ଆଉ ଥରେ ଆପଣଙ୍କୁ ଭଲ ଭାବରେ କହିଦେଉଛି ହେଲା। ଚଏସ୍ ଲକିଂର ଡେଟ୍ ଆଜି ପାଖରୁ ଆରମ୍ଭ ହୋଇଛି। 5 ଅଗଷ୍ଟ ମଧ୍ୟରେ ଆପଣ ଚଏସ୍ ଲକିଂ କରିପାରିବେ। ମନେ ରଖନ୍ତୁ, ଚଏସ୍ ଲକିଂ ଆପଣ ଚେଞ୍ଜ କରିପାରିବେ ନାହିଁ। ଯଦି ମାର୍କ ବି ଆପଣ ଆପଡେଟ୍ କରିନାହାନ୍ତି ନା, ମାର୍କ ମଧ୍ୟ ଆପଣ ଦେଇପାରିବେ। ଯେଉଁମାନେ ଫାଇନାଲ୍ ଇୟର୍ରେ ପଢ଼ୁଥିଲେ, ଏପିୟରିଂରେ ପକାଇଛନ୍ତି, ତ ମାର୍କ ମଧ୍ୟ ଆପଡେଟ୍ କରିପାରିବେ ଆଉ ଚଏସ୍ ଲକିଂ ବି କରିପାରିବେ ହେଲା। ସବୁ ସାଙ୍ଗମାନଙ୍କୁ ସେୟାର କରିକି ଦେବେ, ନହେଲେ ସେମାନେ ବହୁତ ହଇରାଣରେ ପଡ଼ିଯିବେ। କାହିଁକିନା ଚଏସ୍ ଲକିଂ କରିନଥିବେ, ମାର୍କ ଆପଡେଟ୍ କରିନଥିବେ, ତ ତାଙ୍କର କିଛି ଆଡ଼ମିସନ୍ ହୋଇପାରିବ ନାହିଁ। ତାପରେ ଫାଷ୍ଟ ମେରିଟ୍ ଲିଷ୍ଟ ଆପଣଙ୍କର ପବ୍ଲିଶ ହେବ 11 ଅଗଷ୍ଟରେ। ଆପଣମାନେ ଫ୍ରିଜ୍ କରିପାରିବେ କିମ୍ବା ଆପଣଙ୍କର ସ୍ଲାଇଡ୍ ଅପ୍ କରିପାରିବେ ଆପଣଙ୍କର 11 ତାରିଖରୁ 14 ତାରିଖ ମଧ୍ୟରେ। ଠିକ୍ ଅଛି। ଦେନ୍ ଆପଣମାନେ ଆଡ଼ମିସନ୍ କରିବେ। ତାପରେ ଯାହା ସିଟ୍ ଖାଲି ରହିବ, ଦେନ୍ ସେକେଣ୍ଡ ସିଲେକ୍ସନ୍ ଲିଷ୍ଟ ଆପଣଙ୍କର ପବ୍ଲିଶ ହେବ ଆଗାମୀ 20 ଅଗଷ୍ଟରେ ଆପଣଙ୍କର ପବ୍ଲିଶ ହେବ। ଠିକ୍ ଅଛି। ତାପରେ ଆପଣଙ୍କର ଥାର୍ଡ଼ ସିଲେକ୍ସନ୍ ଲିଷ୍ଟ ବା ୱେଟିଂ ଲିଷ୍ଟ ଆପଣଙ୍କର 28 ଅଗଷ୍ଟରେ ଆପଣଙ୍କର ପବ୍ଲିଶ ହେବ ଏବଂ 25 ଅଗଷ୍ଟରୁ ହିଁ ଆପଣଙ୍କର କ୍ଲାସ୍ ଅଲରେଡ଼ି ଆରମ୍ଭ ହୋଇଯାଇଥିବ। ଠିକ୍ ଅଛି। ତ ଅଲ୍ ଦ ବେଷ୍ଟ ଆପଣମାନଙ୍କୁ ସମସ୍ତଙ୍କୁ ସେୟାର କରିକି ଆପଣ ଯେମିତି ଜଣାଇଦେବେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ। 2027 ପାଇଁ କ୍ଲାସ୍ ଅଲରେଡ଼ି ଆରମ୍ଭ ହୋଇଗଲାଣି ଲକ୍ଷ୍ମୀଧର ସାର୍ ଅଫିସିଆଲ୍ ଆପ୍ଲିକେସନରେ। ଥ୍ୟାଙ୍କ ୟୁ।